ब्रह्म महिमा लेख शरण, गुरु ब्रह्म महिमा लेख शरण, गुरु ब्रह्म महिमा लेख शरण। मनुष्य जीवन रे शरीर धारण करिछ माने रोग रहिब आ दुख मध्य रहिब, किंतु से दुख को आमे सुखरे किपरि परिणत करिबा, या हैला हमर मुख्य कारण। यही आलोचनाटी आज मुख्य आलोचना। आध्यात्मिक आमको आनंद दिए, क्षणिक उत्तेजना रे इंद्रिय सुख आमको दुख और जातना दिए। आध्यात्मिक आनंद ही सर्वश्रेष्ठ आनंद। आध्यात्मिक आनंद तुम आत्मार आनंद, यह मन बुद्धिर अगोचर आनंद। यह को पाइबा पाई कौनसी वस्तुर आवश्यकता नहीं। आध्यात्मिक पाइबा पाई कौनसी वस्तु दरकार हुए नहीं। यही जिनिसटा हेले मोर आध्यात्मिक हब से भली किसी जिनिस नहीं। यह निरवच्छिन्न सदा समान और चिरंतन। महात्मा माने केवल यह भोग करिथांती। भाव प्रवणतारे इंद्रिय सुख मिले, मात्र आत्मार आनंद स्वयंक्रिय। यह हेउची आत्मार सहजात गुण। सुख क्षणस्थायी और अस्थायी, मात्र आनंद हेउची चिरंतन और चिरस्थायी। सुख होची क्षणस्थायी बा अस्थायी, मात्र आनंद हेउची चिरंतन और चिरस्थायी। सुखरे दुख मिशी रहिची, मात्र आनंद हेउची अविमिश्रित सुख। मौज निजको प्रकाश करिबा पाई निर्भर करे स्नायु मन वस्तु उपरे, मात्र आनंद आत्मार सहजात स्वभाव। काहारी उपरे निर्भर करे ना। आनंद स्वयं प्रकाश। इंद्रिय सुख उपभोग करिबा पाई कठोर परिश्रम करिबा को पड़े, मात्र आत्मसुख लाभ पाई किछि कष्ट करिबा आवश्यकता नाही। बिंदु सिंधुरे युक्त हुए, जीव आनंद सागर रे भासे। जप सत्संग दान मन संयम आत्म संयम निस्वार्थपर सेवा गीता उपनिषद योगावशिष्ट पाठ जम और नियम प्राणायाम वैराग्य एवं त्यागर अभ्यास करी मन को पवित्र कर। ताहले तुमे ध्यान करिबा पाई एक ठीक जंत्र पाई परिबो, जहाँकि तुमर शांत सूक्ष्म तीक्ष्ण अग्र मन पाई परिबो। एपरी मन साहाय्य सकाळे 3 घंटा और संध्यारे 3 घंटा ध्यान कर। तुम भितरे एक अपूर्व अप्रकाश्य दिव्यानंद उदय हेब। एक इंद्रियातीत परमानंद जे अछि से विषय तुमर हृदबोध हेब। तुमको निजे निजे यही आनंद को अनुभव करने को हेब। तुमे केवल तुमर आनंद को उपभोग करिब। तुमको तुम पाई खाइबा को हेब। तमे तो अन्य पाई खाउन, तमे तुम निज भोक मेटेया पाई खाउछ। मने कर गोटे 12 वर्षर पिला, ताकू जौन सुख बुझाई पारिबो कि? से कौन जानची? मिश्री जे खाई नाही, केबे मिश्री खाई नाही कि मिश्रीर स्वाद भी से चाखी नहीं, ताकू जदि मिश्रीर कौन लागे ताकू पचरा जीव।
ସେ କିଛି କହିପାରିବ ନା। ମିଶ୍ରି ଖାଇଲେ ନିଜେ ତାର ସ୍ୱାଦ ନିଜେ ଚାଖିବ, ନିଜେ ଜାଣିପାରିବ। ସେହି ପିଲାଟି ଯେତେବେଳେ ବଡ଼ ହେଇଯିବ, ସେତେବେଳେ ଯଦି ତାକୁ ଯୌନ ଶିକ୍ଷା ବିଷୟରେ ପଚରା ଯାଏ, ତେବେ ସେ କିଛି କିଛି କହିପାରିବ। କିନ୍ତୁ ଏବେଠାରୁ ଏ ପିଲାଟି ଦିନରୁ ତାକୁ ଯୌନ ବିଷୟରେ ପଚାରିବା ମଧ୍ୟ ଅନୁଚିତ। ସଂସାରୀ ଲୋକ 2 ଖଣ୍ଡ ଜିଞ୍ଜର ବିସ୍କୁଟ ବା କେତେ ହଜାର ଟଙ୍କା ଓ ସୁନ୍ଦରୀ ସ୍ତ୍ରୀ ପାଖରେ ଥିଲେ ଭାବନ୍ତି, ମୁଁ କେଡ଼େ ସୁଖରେ ଅଛି। ଯଦି ଏମାନେ ଆତ୍ମାନନ୍ଦର ମଧୁ ଥରେ ଚାଖନ୍ତେ, ତାହେଲେ ସେମାନେ ନିଜକୁ କେତେ ସୁଖୀ ନ ମଣନ୍ତେ। କେତେ ହଜାର ଟଙ୍କା କେତେ ଦିନ ହବା ତମ ପାଖରେ ରହିବ? ଟଙ୍କାକୁ ସାଧାରଣତଃ ଶାସ୍ତ୍ରରେ କୁହାଯାଏ ଲକ୍ଷ୍ମୀ, ଆଉ ଲକ୍ଷ୍ମୀ ହେଲେ ଚଞ୍ଚଳା। ସେ ତ କାହାର ନୁହେଁ। ସେ କିପରି ତମ ପାଖରେ ରହିବ ତମେ ଭାବୁଛ? ସୁନ୍ଦରୀ ସ୍ତ୍ରୀ ଯେ ତମର, ତମେ ଏ କଥା ଗ୍ୟାରେଣ୍ଟି ଦେଇ କହିପାରିବ? ଏହାର ପ୍ରମାଣ ମୁଁ ଅବା କ'ଣ ଦେବି? ଏବେ ତ ସବୁ ଦେଖୁଛ, ଜାଣୁଛ, ଶୁଣୁଛ। ସେ ବିଷୟରେ ମୋର ଅଧିକ କହିବା ଉଚିତ ନୁହେଁ। ଏ ଶରୀର ରୋଗ ଆଉ ଦୁଃଖର ଘର। ଧନ ଅର୍ଜନ କଲାବେଳେ ବହୁତ ଦୁଃଖ କଷ୍ଟ କରି ଧନ ଅର୍ଜନ କରିବ। ଧନ ଅର୍ଜନ ପାଇଁ ବହୁତ ଦୁଃଖ, ପୁଣି ସେ ଧନକୁ କେମିତି ରକ୍ଷା କରିବ, ସେ ପାଇଁ ଆହୁରି କଷ୍ଟ ଭୋଗିବାକୁ ପଡ଼ିବ। ଯେଉଁଠି ଯେଉଁଠି ସମ୍ପର୍କ ଥାଏ, ସେହିଠାରୁ ଦୁଃଖର ଝରଣା ବହେ। ସ୍ତ୍ରୀ ପୁଣି ଦୁଃଖର ଝରଣାର ଚିରନ୍ତନ ଉତ୍ସ। ସବୁଠାରୁ ଦୁଃଖର ଉତ୍ସ ହେଉଛି ସ୍ତ୍ରୀ। ହାୟରେ ବିଧାତା, ମଣିଷ ଆଧ୍ୟାତ୍ମିକ ସୁଖକୁ ନ ଚାହିଁ ଏ ଦୁଃଖର ପଥକୁ କାହିଁକି ବରଣ କରିନିଏ? ଗୋଟାଏ କଥା ମନେ ରଖ, ତମେ ବହୁତ ଲୋକଙ୍କ ସହିତ ମିଶିଲାଣି। କେତେ ଚା କଫି ପିଆ ହେଲାଣି, କେତେ ସୋଢ଼ା ପିଆଗଲାଣି, କେତେ ମଦ ପିଆଯାଉଛି। ପିତା, ମାତା, ପୁଅ, ଝିଅ, ଭାଇ, ଭଉଣୀ ସମସ୍ତଙ୍କ ସହିତ ବହୁତ ଚଳିଲଣି। ଅତୀତରେ ଅଗଣିତ ବାପା, ମା, ସ୍ତ୍ରୀ, ପିଲାଙ୍କୁ ଦେଖିଛ। ମାତ୍ର ସତ କଥା ହେଉଛି, ତମେ ଆସିଛ ଆଉ ଯିବ ମଧ୍ୟ ଏକା। ତମ କର୍ମ ଛଡ଼ା ତମ ପଛରେ କେହି ଯିବେ ନାହିଁ। ତମେ ଯେଉଁ କର୍ମ କରିଥିବ, ସେହି କର୍ମ ହିଁ ତମ ସାଙ୍ଗରେ ଯିବ। ଆତ୍ମ ସାକ୍ଷାତକାର ଲାଭ କର, ସମସ୍ତ ଦୁଃଖ ଶେଷ ହୋଇଯିବ। ତମ ମନକୁ ଅସ୍ଥିର କରିବା ପାଇଁ ଚାରିପଟେ ପୂରି ରହିଛି ସୁଖ ଓ ଦୁଃଖର ଅସରନ୍ତି ଭଣ୍ଡାର। ପର୍ବତ ଭଳି ଅଚଳ ଏବଂ ସ୍ଥିର ରହ। ଯାହା ଆସୁଛି ସବୁ ସ୍ଥିର ମନରେ ଗ୍ରହଣ କର। ସବୁବେଳେ ଖୁସି ରୁହ, ସବୁବେଳେ ହସ। ମୁଖକୁ ସଦା ମନ୍ଦ ହାସ୍ୟରେ ପ୍ରସନ୍ନ ରଖ। ବିଷଣ୍ଣ ଓ ହତାଶ ମନରେ ଭଗବାନଙ୍କୁ କିପରି ଚିନ୍ତା କରିବ? ସବୁବେଳେ ଖୁସି ରହିବାକୁ ଚେଷ୍ଟା କର। ଖୁସି ରହିବା ତୁମର ସହଜାତ ସ୍ୱଭାବ। ଏହାକୁ କହନ୍ତି ପ୍ରସନ୍ନତା। ସଦା ସ୍ଥିର ରହ, ଏହି ଭୂମିକାରେ ରୁହ। ମନକୁ କେବେ ସୀମା ଲଙ୍ଘନ କରିବାକୁ ସୁଯୋଗ ଦିଅ ନାହିଁ। ମନକୁ ସଦା ସମାନ ସୁଖ ଅବସ୍ଥାରେ ରଖ। ଏହାକୁ ସୀମା ଲଙ୍ଘନ ପାଇଁ ସୁଯୋଗ ଦିଅ ନାହିଁ। ଅତି ଖୁସି ହୋଇ ବା ଅତି ହତାଶ ହୋଇଯାଇ
ହୃଦଯନ୍ତ୍ର ବନ୍ଦ ହୋଇ ଲୋକ ମରିବାର ବହୁତ ତମେ ଶୁଣୁଛ। ଆଜିକାଲି ଯେଉଁମାନେ ମରୁଛନ୍ତି କ'ଣ ନା ତାଙ୍କର ହାର୍ଟ ଚୋକ ହେଲା। ହାର୍ଟ ଚୋକର ଗୁଡ଼ିଆ ହେଉଛି ହୃଦଘାତ ବା ଛାତିର ସ୍ପନ୍ଦନ ବଢ଼ିଯାଉ। ମନରେ ଅତ୍ୟନ୍ତ ହର୍ଷ ଭାବକୁ ପ୍ରବେଶ କରିବାକୁ ଦିଅ ନାହିଁ। ଏହା ହେଉଛି ସୀମାତୀତ ସୁଖ ଭୋଗ, ମାନେ ସୁଖ ଭୋଗର ସୀମା ଟପିଯିବ। ଏହାଦ୍ୱାରା କ'ଣ ହେବ ନା ମନର ସ୍ୱଭାବ ହେଉଛି ସୀମା ଲଙ୍ଘନ କରିବା। ମନ କେତେବେଳେ ଅତି ଖୁସି ହୁଏ ତ କେତେବେଳେ ଅତି ଦୁଃଖୀ ହୁଏ। ଅତିରୁ ଅତି ମିଳିତ ହୋଇ ଅତି ସାଂଘାତିକ ପ୍ରତିକ୍ରିୟା ସୃଷ୍ଟି କରେ। ତମେ ଯେତେବେଳେ ଅତି ଖୁସି ହେବ ସେ ସମୟରେ ତମ ମନ ଶାନ୍ତ ରହିପାରିବ ନାହିଁ। ମନ ଖୁସି ରହୁ, ମନକୁ ଦୁଃଖ କର ନା, ମନ ଖୁସି ରହୁ କିନ୍ତୁ ଶାନ୍ତ ରହୁ। ଏ ସଂସାର ହେଉଛି ଏକ ଦୃଶ୍ୟ। ମନ ଏବଂ ଇନ୍ଦ୍ରିୟମାନେ ତୁମକୁ ପ୍ରତି ମୁହୂର୍ତ୍ତରେ ଠକି ଚାଲୁଛନ୍ତି। ଦୁଃଖକୁ ସୁଖ ବୋଲି ଭାବି ତୁମେ ଭୋଗ କରି ଚାଲିଛ। ଏହି ସଂସାରରେ ତିଳେ ମାତ୍ର ସୁଖ ନାହିଁ। ଧନ ଅର୍ଜନ କରି ଜମା କରିବା ପାଇଁ ସ୍ୱାର୍ଥନେଶୀ ସଂଘର୍ଷ ଓ ଯୋଜନାକୁ ତ୍ୟାଗ କର। ଯେଉଁ ସୂତ୍ରଧର ଏ ସମସ୍ତ ଦୃଶ୍ୟର ଅନ୍ତରାଳରେ ରହି ଏହି ଚର୍ମ ମାଂସଧାରୀ ମଣିଷ ରୂପୀ ଖେଳନା ଗୁଡ଼ିକୁ ନଚାଉଛନ୍ତି, ତାଙ୍କରି ପାଖକୁ ଯିବାକୁ ଚେଷ୍ଟା କର। ତାଙ୍କରି ଭିତରେ ତୁମେ ଅଖଣ୍ଡ ଆନନ୍ଦ ଓ ଚିରନ୍ତନ ଶାନ୍ତିର ସନ୍ଧାନ ପାଇବ। ପ୍ରତିଦିନ ଧ୍ୟାନ ଓ ଜପ କରି ତାଙ୍କରି ଠାରେ ଲୀନ ହୋଇଯାଅ। ତୁମ ଘର ପାଖ ବଗିଚାରେ, ଘର ପାଖ ଯେଉଁ ଫାଙ୍କା ଜାଗା ଅଛି ସେଠି ସୁନ୍ଦର ସୁନ୍ଦର ଫୁଲ ଗଛ ଲଗାଅ। ଦୈନିକ ସେହି ଫୁଲ ଗଛରେ ପାଣି ଦିଅ, ତା ମୂଳରୁ ଘାସ ବାଛି ଦିଅ। ଅତି ସୁନ୍ଦର ସୁବାସିତ ପୁଷ୍ପ ସେଥିରେ ଦିନେ ଫୁଟିବ। ତମେ ସେହି ବଗିଚା ସୁବାସିତ ପୁଷ୍ପର ଫଳ, ସୁବାସିତ ପୁଷ୍ପର ବାସ୍ନା ତମ ମନକୁ ଖୁସି ଆଣିଦେବ। ଏ ଆନନ୍ଦ ତମେ ଆଉ କେଉଁଠି ପାଇବନି। କିନ୍ତୁ ଫୁଲକୁ ଛିଡ଼ାଇବ ନାହିଁ। ଫୁଲକୁ ତ ଛିଡ଼େଇ ଦେଲେ ସରିଗଲା, ଆଉ ସୁଖ ପାଇବ କେଉଁଠୁ? ଫୁଲ ଛିଡ଼େଇବନି। ସମସ୍ତେ ଭାବନ୍ତି ମୁଁ ଗଛ ଲଗେଇବି, ଫୁଲ ଫୁଟିବ, ଫୁଲକୁ ନେଇକି ଠାକୁର ପୂଜା କରିବି। ଆରେ ତାରି ଧନ ତାକୁ ଦେଇ ତମେ କ'ଣ ପାଇବ? ନା, ତା ଦ୍ୱାରା ଆମମାନଙ୍କର ବହୁତ କ୍ଷତି ହେଉଛି। ତମ ବଗିଚାରେ ଆମ୍ବ ଗଛ, ଲେମ୍ବୁ ଗଛ, କମଳା ଗଛ, ପିଜୁଳି ଗଛ ଲଗାଅ। ଫଳ ହେବ, ସେ ଫଳକୁ ଖାଇବ। ଆହୁରି ମଧ୍ୟ ଗୋଟିଏ କାମ କରିପାରିବ, ତା ଦ୍ୱାରା ଅତି ଆନନ୍ଦ ତୁମକୁ ମିଳିବ। ଛୋଟ ଛୋଟ ପାଛିଆ କିମ୍ବା କାଠ ପେଟି ସେ ଗଛରେ ଶକ୍ତ କରି ବାନ୍ଧି ଦିଅ। ତା ଦ୍ୱାରା କ'ଣ ହେବ? ବହୁ ଛୋଟ ଛୋଟ ଚଢ଼େଇ ଏଥିରେ ବସା ବାନ୍ଧି ରହିବେ। ସକାଳେ ସନ୍ଧ୍ୟାବେଳେ ସେମାନେ କିଚିରି ମିଚିରି ଶବ୍ଦ କରୁଥିବେ। ତମେ କିଛି ଗହମ, ଚାଉଳ, ମୁଢ଼ି ସେମାନଙ୍କୁ ଖାଇବାକୁ ଦିଅ। ସେମାନେ ଦେଖିବ ଗୋଟିଏ ଗୋଟିଏ ଖୁଣ୍ଟିକି ଖାଉଥିବେ। ଆହା, ମନରେ କେତେ ଆନନ୍ଦ ନ ଆସିବ କହିଲ? ଏହା ପ୍ରତିଦିନ ସନ୍ଧ୍ୟାବେଳେ କର, ସକାଳେ କର, ମନ ଆହୁରି ଆନନ୍ଦ ଆସିବ। ଏଇଥିରେ ହିଁ ସମସ୍ତ ସୁଖ ମିଳିବ। ସୁଖ କୌଣସି ଗୋଟେ ଜିନିଷ ନୁହେଁ, କୌଣସି ବସ୍ତୁ ନୁହେଁ। ତାକୁ ତମେ ବଜାରରୁ କିଣିପାରିବ ନାହିଁ, କି ତମେ କାହାରି ପାଖରୁ ତାକୁ ଛଡ଼େଇ ଆଣିପାରିବ ନାହିଁ। ସୁଖ କାହାରି ପାଖରୁ ଛଡ଼େଇ ଆଣିପାରିବ ନାହିଁ। ସୁଖ ସର୍ବଦା ନିଜ ପାଖରେ ଥାଏ।
ତମ ମନରେ ଯଦି ସର୍ବଦା ହସ ହସ ମୁହଁ ଅଛି ତେବେ ସୁଖ ତମ ପାଖରେ ବସା ବାନ୍ଧି ରହିବ। ଏହା ନିଶ୍ଚିନ୍ତ ସତ୍ୟ, ନିରାଟ ସତ୍ୟ କଥା। ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ, ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ, ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ, ଶରଣ ଶରଣ।